ଜେଜେ ମତେ ତମ ସମୟର କାହାଣୀ ସବୁ କୁହ ନା, ମତେ ଆଜି କାହାଣୀ ଶୁଣିବା ପାଇଁ ଇଚ୍ଛା ହଉଛି, କୁହ ନା ପ୍ଲିଜ। ଆରେ ମୁଁ ତତେ କାହାଣୀ ଶୁଣେଇବି, ସେଥିରେ କିଛି ଅସୁବିଧା ନାହିଁ। ଅସୁବିଧା ହଉଛି କାହାଣୀ ଶୁଣତେ ଶୁଣତେ ବ୍ୟାଟେରୀରୁ ଚାର୍ଜ ସରିଯିବ। ନାଇଁ ଜେଜେ ତମେ କୁହ, ମୋର ବ୍ୟାଟେରୀ 100% ଚାର୍ଜ ଦେଇକି ଆଣିଛି, ତମେ କୁହ। ସେ ବହୁତ ଦିନ ତଳର କଥା ଜାଣୁ, ସେତେବେଳେ ଏତେ ଟାୱାର ଫାୱାର ନଥାଏ, ସେପାଇଁ ନେଟୱାର୍କ ଏତେ ଧରୁ ନଥାଏ, ଖାଲି ନଡ଼ିଆ ଗଛ ମୂଳରେ ନେଟୱାର୍କ ଧରୁଥାଏ। ମୋ ମାଲିକ କିସ କରିଛି ନା, ବେଶୀ ନେଟୱାର୍କ ପାଇବନି କି ନଡ଼ିଆ ଗଛ ଉପରକୁ ଚଢି ଯାଇକି ନଡ଼ିଆ ଗଛ ଉପରେ ବସି କଥା ହଉଥିଲା। କଥା ହେଇତେ ହେଇତେ କେତେବେଳେ ଭୁଲରେ ତା ହାତରୁ ମୁଁ ଗଳି ପଡିଛି, ତଳେ ପଥର ଥିଲା, ଏକାଥରେ ଡାଇରେକ୍ଟ ଯାଇକି ପଥର ଉପରେ ପଡିଛି ପୁରା। ଆସଳା ତାହେଲେ ତମେ ପଥର କୁଟିକି ତମ ପେଳ ଫେଳ ଫାଟିଥିବ, ବ୍ୟାଟେରୀ ଫ୍ୟାଟେରୀ ପୁରା ବାହାରକୁ ବାହାରି ଚାଲିଥିବ, ପୁରା ଛିଞ୍ଚତର ହେଇଥିବ ନା ତମେ। ଫାଟିନି ନା ମୋ ପେଳ ବାଳ, ମୁଁ ନକିଆ ମୋବାଇଲ ଯେ ପଥର କୁଟିକନି ପଥର ଫାଟିକି ଛିଞ୍ଚତର, ପଥର ଗୁଣ୍ଡ ହେଇଗଲା, ଖାଲି ମୋ ଗାଣ୍ଡି କତର ଟିକେ ସ୍କ୍ରେଚ ହେଇଥିଲା, ନହେଲେ ମୋର ଆଉ କିଛି ହିଁ ନାହିଁ। ଇରେ ବାଞ୍ଛା କିସ କହୁଛ ସତ? ହଁ ବେ ହଁ,